କେତେବେଳେ ରାଗିବେ ନାହିଁ। ସକାଳେ ଉଠିବା ମାତ୍ରେ ରାଗନ୍ତୁ ନାହିଁ। ଏହା ସାରା ଦିନର କାମକୁ ନଷ୍ଟ କରିଦିଏ। ପୂଜା ସମୟରେ କ୍ରୋଧ କରନ୍ତୁ ନାହିଁ। ଭଗବାନ ପୂଜା ଗ୍ରହଣ କରନ୍ତି ନାହିଁ। ଖାଇବା ସମୟରେ ରାଗନ୍ତୁ ନାହିଁ। ଶରୀର ଅସୁସ୍ଥ ହୋଇପାରେ। ଘରୁ ବାହାରିବା ସମୟରେ ରାଗନ୍ତୁ ନାହିଁ। କୌଣସି କାମ ଠିକ୍ ଭାବରେ ହେବ ନାହିଁ। ବାହାରୁ ଘରେ ପ୍ରବେଶ କରିବା ମାତ୍ରେ ରାଗନ୍ତୁ ନାହିଁ। ଏହାଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ରାତିରେ ଶୋଇବା ସମୟରେ ରାଗନ୍ତୁ ନାହିଁ। ଏହାଦ୍ୱାରା ଆୟୁଷ କମିଯାଏ। ଶ୍ରୀକୃଷ୍ଣଙ୍କ ଭକ୍ତ ଜାଣନ୍ତୁ ସୁଦାମା କିପରି ଦରିଦ୍ର ହେଲେ। କୃଷ୍ଣ ଏବଂ ସୁଦାମା ଜଙ୍ଗଲକୁ କାଠ ଆଣିବାକୁ ଯିବାବେଳେ ଗୁରୁମା ତାଙ୍କୁ ଏକ ଚଣା ପୁଟୁଳି ଦେଇ କହିଲେ, ଏହାକୁ ରଖ, ଭୋକ ଲାଗିଲେ ଅଧା ଅଧା ବାଣ୍ଟି ଖାଇବା। ମା ସେ ଚଣାକୁ ଧ୍ୟାନପୂର୍ବକ ଦେଖିଲେ। ସେ ଚଣା ଅଭିଶପ୍ତ ଥିଲା। ସେହି ଶାପିତ ଚଣା ଯିଏ ଖାଇବ ସେ ଆଜୀବନ ଦରିଦ୍ର ହୋଇଯିବ। ସୁଦାମା ଭାବିଲେ, ମୁଁ ପଛେ ଜୀବନ ସାରା ଦରିଦ୍ର ହୋଇ ରହେ, କିନ୍ତୁ ମୋ କୃଷ୍ଣ ରାଜା ହୋଇ ରହୁ। ଦେଲାବାଲା ପରମାତ୍ମା ଯଦି ଦରିଦ୍ର ହୋଇଯିବେ ତାଙ୍କ ଭକ୍ତଙ୍କୁ କ'ଣ ଦେବେ? ଯଦି କୃଷ୍ଣଙ୍କୁ ଦରିଦ୍ରତା ସହିବାକୁ ପଡ଼ିବ ତାହେଲେ ମୋର ମିତ୍ର ହେବାର ମୂଲ୍ୟ କ'ଣ? ଏହି ସବୁ କଥା ଭାବି ସୁଦାମା ଚୁପଚାପ ସବୁ ଚଣା ଖାଇଦେଲେ ଏବଂ ଦରିଦ୍ର ହୋଇଗଲେ। ସଚେତନ ଏବଂ ଅବଚେତନ ମନ। ମନେ ରଖନ୍ତୁ, ଆମର ସଚେତନ ମନର ଚିନ୍ତା କରିବା କ୍ଷମତା ରହିଛି। ଏହା ଗ୍ରହଣ କରିପାରେ ବା ପ୍ରତ୍ୟାଖ୍ୟାନ କରିପାରେ, କିନ୍ତୁ ଅବଚେତନ କେବଳ ଗ୍ରହଣ କରିଥାଏ। ଏହା କ'ଣ ଗ୍ରହଣ କରିବ ସେ ସମ୍ପର୍କରେ ବାଛ ବିଚାର କରେ ନାହିଁ। ସନ୍ଦେହ, ଘୃଣା, ଭୟ ଆଦିରେ ଯଦି ଆମେ ମନକୁ ପୂର୍ଣ୍ଣ କରି ରଖୁ, ଆମ ଭିତରେ ଥିବା ସ୍ୱୟଂକ୍ରିୟ ବ୍ୟବସ୍ଥା ଏସବୁକୁ ବାସ୍ତବତାରେ ପରିଣତ କରେ। ଅବଚେତନ ହେଉଛି ଗୋଟେ ଡାଟା ବ୍ୟାଙ୍କିଂ ବା ତଥ୍ୟ ଭଣ୍ଡାର। ଅବଚେତନ ଅଧିକ ସକ୍ରିୟ ଓ ଶକ୍ତିଶାଳୀ। ଅବଚେତନ ହେଉଛି ସ୍ୱୟଂଚାଳିତ ଯାନ ପରି, ଆଉ ସଚେତନ ହେଉଛି ଚାଳକ। ସ୍ୱୟଂଚାଳିତ ଯାନର ଶକ୍ତି ରହିଛି, କିନ୍ତୁ ନିୟନ୍ତ୍ରଣ ରହିଛି ଚାଳକ ହାତରେ। ବେଳେ ବେଳେ ବୁଝିପାରେ ନାହିଁ ଲୋକେ ଏତେ ଅବିବେକୀ କିପରି ହୁଅନ୍ତି। ସାଙ୍ଗରେ ରହନ୍ତି ଏବଂ ଛଳନା ମଧ୍ୟ କରନ୍ତି। ସମ୍ପର୍କ ରଖନ୍ତି, ତା ସହ ଶତ୍ରୁତା ମଧ୍ୟ କରନ୍ତି। ପ୍ରଶଂସା କରନ୍ତି, ତା ସହିତ ପଛରେ ନିନ୍ଦା ମଧ୍ୟ କରନ୍ତି। ଯେଭଳି ମଞ୍ଜି ସେଭଳି ଫଳ। ଏହା ହେଉଛି କମ୍ପ୍ୟୁଟରର ଗୋଟେ ସୂତ୍ର, ଯାହାକି ପୁରାପୁରି ସତ୍ୟ। ଖରାପ ଜିନିଷ ପକାନ୍ତୁ, ଖରାପ ଜିନିଷ ବାହାରିବ। ଭଲ ଜିନିଷ ପକାନ୍ତୁ, ଭଲ ଜିନିଷ ବାହାରିବ। ଠିକ୍ ଜିନିଷ ପକାନ୍ତୁ, ଠିକ୍ ଜିନିଷ ବାହାରିବ। ଅର୍ଥାତ୍ ଆମେ ଯାହା ଦେବା ତାହା ହିଁ ପାଇବା। ଭଲ ଦେଲେ ଭଲ ପାଇବା, ମନ୍ଦ ଦେଲେ ମନ୍ଦ ପାଇବା। ଜୟ ଶ୍ରୀ ଜଗନ୍ନାଥ।